ଇଏ କହୁଥିଲି କର୍ମ କର୍ମ କେତେ 5 ପ୍ରକାରର ବୁଝିଲେ କି? ଗୋଟେ ହଉଛି କର୍ମ, ଅକର୍ମ, ବିକର୍ମ, ସୁକର୍ମ, କୁକର୍ମ। କର୍ମ ହଉଛି 5 ପ୍ରକାରର। ଉଦାହରଣ ସ୍ୱରୂପ କର୍ମ। ଉଦାହରଣ ସ୍ୱରୂପ କର୍ମ, ଆମେ ଯୋଉ କର୍ତ୍ତବ୍ୟ କର୍ମ, ଆମର ଯୋଉ କର୍ମ କରିବା ପଡିବ, ଆମେ ଧର ସଂସାରରେ ରହିଛନ୍ତି, ଆମର ଜଣେ ଭିକାରୀ କି ଭିକ ଖଣ୍ଡେ ଦବା କର୍ତ୍ତବ୍ୟ, ତାକୁ କର୍ତ୍ତବ୍ୟ କର୍ମ ବୋଲିକି କହନ୍ତି ହେଲା। ଯେଟା ଆମର ସ୍ୱର ଦ୍ୱାରା କର୍ମ ହଉଛି। ହଁ, ଯୋଉଟା କର୍ମ କର୍ତ୍ତବ୍ୟ କର୍ମ ତାକୁ କର୍ମ କହିବା। ଶରୀର ଭିତରେ ବି ଯୋଉ କର୍ମ ହଉଛି ତାକୁ ବି କର୍ମ ଆମେ କହିବା, ଶାରୀରିକ କ୍ରିୟା ଯୋଉ ଚାଲିଛି। ଆଚ୍ଛା, କର୍ମ ଗୋଟେ ଅକର୍ମ କଣ ନା ଯିଏ କର୍ମ ନୁହେଁ, ମନ ଅହରହ ଜିନିଷକୁ ଚିନ୍ତା କରୁଛି ନା, ଯେତେବେଳେ ମନ ଚିନ୍ତା ନ କରିବ ସେଇଟା ହବ ଅକର୍ମ। ଯିଏ କର୍ମ ନୁହେଁ ତାକୁ ଅକର୍ମ ବୋଲି କୁହନ୍ତି। ହଁ, ଠିକ ଅଛି। ହଁ, ଆମର ତାପରେ ଶଙ୍କରାଚାର୍ଯ୍ୟ କୁହନ୍ତି ଅଚିନ୍ତୈବ ପରମ ଧ୍ୟାନମ୍। ଚିନ୍ତା ନ କରିବା ହଉଛି ଅକର୍ମ ଏବଂ ସେଇଟା ପରମ ଧ୍ୟାନ ହେଲା। ଆଚ୍ଛା, ବିକର୍ମ ବିଶେଷ କର୍ମ ହେଲା କି? ତମ କର୍ମ ଯେତିକି ଯୋଉଟା କରୁଛ ତାର ବିଶେଷ କର୍ମ, ବିଶେଷ ଧରଣର କର୍ମକୁ ତାକୁ ବିକର୍ମ କୁହନ୍ତି। ସୁକର୍ମ ଯୋଉଟା ଭଲ କର୍ମ ତାକୁ ସୁକର୍ମ କୁହନ୍ତି, ଆଉ ଯୋଉଟା ଖରାପ କର୍ମ ତାକୁ ମଧ୍ୟ କୁକର୍ମ କହନ୍ତି। ଠିକ ଅଛି। ଆଉ କଣ କହ? ନା ଆପଣଙ୍କ ସବୁ ଚ୍ୟାନେଲ ମୁଁ ଦେଖେ ତ, ମୁଁ ମାନେ କେଶବ ବାବାଙ୍କ ଧର୍ମ ଏଇ 2 ବର୍ଷ ନେଇଛି। ଆପଣଙ୍କ ସେ କହେ ଯେ ଯେତେ ଗୁରୁ ଅଛି କାହାକୁ ତମେ ନିନ୍ଦା କରିବ, ସବୁ ଗୁରୁ ଶୁଣିବ, ସମସ୍ତେ ମୋ ଛୁଆ, ବୁଝିଲେ? ତେଣୁ ଆପଣଙ୍କ ଜିନିଷ ଆପଣଙ୍କୁ ଯିବେ, ତାଙ୍କ ଜିନିଷ ପୁରା ପୁରା ଡିଟୋ, ଟିକେ ବ୍ୟତିକ୍ରମ ନାହିଁ, ବୁଝିଲେ? ବହୁତ ବଢିଆ ବଢିଆ ଶିକ୍ଷା ଦଉଛନ୍ତି। ମୁଁ ଶୁଣେ, ସବୁ ଜିନିଷ ବି ତାକୁ କାର୍ଯ୍ୟରେ ବି ଲଗେ, ବୁଝିଲେ ନା? ଯୋଉଟା ମୁଁ ଜାଣେନି ସେଇଟା ଆପଣ ମତେ କହିଦଉଛନ୍ତି, ସେ ଧରି ନେଉଛି ଜିନିଷଟାକୁ। ହଁ, ଆଉ ବଢିଆ ବଢିଆ କଥା ଆପଣ କୁହନ୍ତି। ତାକୁ ତ ସୂକ୍ଷ୍ମ ଜିନିଷ ବୁଝିବାକୁ ହେଲେ ସମୟ ଦରକାର। ଆମ ଆଉ ୟୁଟ୍ୟୁବ ଦେଖୁଛ ନା ରେ? ମୁଁ ଆପଣ ଦେଖେ ନା, ଦେଖେ, ମୁଁ କାହାକୁ କିଛି କୁହେନି, ସବୁ ଶୁଣେ ଏବଂ ତାକୁ କାର୍ଯ୍ୟରେ ଲଗେ। ହଁ, ଆମର ଆପଣ କହିନାହାନ୍ତି ଭୁବନେଶ୍ୱରରେ ଯେ ଆମର ଇଏ ଯୋଉ ଗୁରୁ ମନ୍ତ୍ର ବା ଗୁରୁପ୍ରଦ ମନ୍ତ୍ର ବା ଇଷ୍ଟ ମନ୍ତ୍ରକୁ କେମିତି ଜପ କରିବ, ଯେ ମୁଁ ପ୍ରାଣାୟାମ ସୂତ୍ର ଜପ କରୁଛି, ଅହରହ ଜପ କରୁଥିବ, ଆପଣ କହୁଛନ୍ତି ସେଟା? ବୁଝଛନ୍ତି? ମୋର ସେ କଥା, ସେ ଯୋଉ ଆମର ଇନ୍ଦ୍ର ଆମେ ଜପ କରୁଛୁ, ଯୋଉ ପ୍ରାଣ ଜପ ମାନେ ପବନ ଯିବା ଆସିବା ଯୋଉ ଜପ କରିବୁ, ସେଟା ତ ଆମର ଗୁରୁଙ୍କର ତ ତାଙ୍କର ଇଏ ଚିତ୍ର ଆସିଯାଉଛି, ସେ ତ ନେଇପାରିବୁ। ଗୁରୁଙ୍କ ଚିତ୍ର ଆସି ଯାଉଛି, ତାଙ୍କର ଫଟୋଟା ଆସି ଯାଉଛି। ମୁଁ ଧ୍ୟାନ ବଳ ଗୁରୁର ମୂର୍ତ୍ତି କିଛି ଆସିଗଲା ଆହୁରି ଭଲ। ଧ୍ୟାନ ବଳ ଗୁରୁର ମୂର୍ତ୍ତି ତାଙ୍କର ଆସି ଯାଉଛି, ହଁ ଭଲ। କରୁଛି ବାରମ୍ବାର। ଆଉ ତାପରେ ଭକ୍ତି ଭାବ ମାନେ ଜାଗ୍ରତ ହଉଛି, ବେଳେବେଳେ କାନ୍ଦ ଆସି ଯାଉଛି, ସେଟା ଠିକ ନା ଭୁଲ ହଉଛି? ନା, ସେଟା ଠିକ। କାନ୍ଦ ଆସିବ, ଭକ୍ତି ମାନେ କହିବାକୁ ଭକ୍ତି ଆସିଯାଉଛି, ହଁ ଆଉ ମାନେ ତ କହୁଛି ହେ ଭଲ। ଗୁରୁଦେବ ମତେ ଦର୍ଶନ ଦିଅ, ହେ ଗୁରୁଦେବ। ହଁ ଜିନିଷ ଆସିଯାଉଛି ଯେ ମୁଁ ତ ଅଜ୍ଞାନ ପାମର, ମୁଁ କିଛି ଜାଣିନାହିଁ, ଜନ୍ମ ଜନ୍ମାନ୍ତର ପାପୀ। ମୋ ମନ କଥା ଖୋଲି କହୁଛି ତାଙ୍କୁ, ସେ ପବନ ସହିତ ଜପ କରୁଛି, ବେଳେବେଳେ ଆସିଯାଉଛି। ଭୁଲ ନା ଠିକ? ନା, ଏକଦମ ଭୁଲ, ଠିକ। ଠିକ ତ? ହଁ। ଠିକ। ମୁଁ ଆପଣ ଯେମିତି ମାନେ ଶୋଇଲେ, ବସିଲେ, ଉଠିଲେ ଅହରହ ମାନେ ବିଜୟ ମନ୍ତ୍ର ଜପ କରି ଚାଲିଥିବ ହେଲା। ତାକୁ କହିଛନ୍ତି, ଆମ ଗୁରୁ କହୁଛନ୍ତି, ବୀଜ ମନ୍ତ୍ର ବଳ ଟାଣୁଆ ଲଙ୍ଗଳ, ହରିରବ ସବୁ ସନ୍ତାପ। କହୁଛନ୍ତି ସେ, ଯେ ମାନେ ତୋ ଶରୀର ହଉଛି ଅନାବନା ଘାସ ପଡିଆ। ବୁଝିନି, ସେ ମାନେ ଭଲ ଭଲ କଥା କହିଛି। ଆପଣ ଯାହା କହୁଛନ୍ତି, ଆଉ ମୁଁ ଦେଖିଲି ମାହାଙ୍ଗାରେ ଆପଣଙ୍କ ଗୁରୁଙ୍କୁ ହିଁ ପୂଜା କରାହଉଛି। ତାଙ୍କ ସମାଧି ଭିତରେ ତାଙ୍କୁ ଗୋଟେ କୈବଲ୍ୟ ମଣ୍ଡପ କରାଯାଇଛି। ସମାଧି ଭିତରେ ଚତୁର୍ଦ୍ଦ ଯେତେ ମାନେ ସତ୍ୟ ଦ୍ୱାପର କଳି 4 ଯୁଗରେ ଯୋଉ ଅଛନ୍ତି ଗୁରୁମାନଙ୍କୁ ସେ ପୂଜା କରାହଉଛି। ମୁଁ କୈବଲ୍ୟ ମଣ୍ଡପର ମୁଁ ପଠେଇଛି। ମୁଁ ସେ ନୂଆ ଜିନିଷ ଦେଖିଛି। ଆଜ୍ଞା, ମୁଁ ଟିକେ ବ୍ୟସ୍ତ ଅଛି, ପଛରେ କଥା ହବା। ହଁ, ଆପଣ ଗୋଟେ ଭଲ ଜିନିଷ ଦେବି ଆପଣଙ୍କୁ ଗୋଟେ। ହଁ, ମୋର ଦରକାର ନାହିଁ କିଛି। ନା ଆପଣଙ୍କୁ ଦେବି ଗୋଟେ ଭଲ ଜିନିଷ, ମାନେ ଇଏ ଜିନିଷ ଦେବିନି, ମାନେ ଏଇ ଭୌତିକ ଜିନିଷ ଦେବିନି ମୁଁ ଆପଣଙ୍କୁ। କୌଣସି ଜିନିଷ ମୋର ଦରକାର ନାହିଁ। ତୋଠୁ ମୋ ଗୁରୁ ମତେ ଯାହା ଦେଇଛି ଠିକ, ତୋଠୁ ମୁଁ କଣ ପାଇଁ ଭଲ ଜିନିଷ? ମୋ ଗୁରୁ ଯାହା ହଉ। ଦେଇଛି ତାଠାରୁ ଭଲ ଜିନିଷ କୋଉଠି ନାହିଁ ବିଷୟ। ହଁ, ସେଇ ଗୁରୁଙ୍କ ଜିନିଷ, ସେଇ ନା, ଗୁରୁଙ୍କ ଦେଇଛ ଜିନିଷ ମତେ, ତୁ କାହିଁ ଦବୁ ଯାଚିକି? ମୁଁ ତତେ ମାଗୁଛି, ହଉ ତୁ ଠିକ ତ ଅଛି। ରଖ। ହଉ।